କ୍ଷୁଦ୍ର ଗଳ୍ପ କାଗଜ ଫୁଲ। ଲେଖିକା ଡକ୍ଟର କବିତା ବାରିକ। ସାଂସାରିକ ଜୀବନକୁ ନେଇ ତାର ବି କିଛି କମ୍ ଯୋଜନା ସ୍ୱପ୍ନ ନଥିଲା। ବିଶେଷ କରି ଏ ବୟସରେ ସେ ଜଣଙ୍କର ସାହାରା ଚାହୁଁଥିଲା। କେହି ତା ପାଇଁ ଅପେକ୍ଷା କରନ୍ତା, ତା ଲାଗି ରାନ୍ଧନ୍ତା, ସେବା କରନ୍ତା। ସେ ବି ତାର ଦେହ ପା କିଛି ହେଲେ ବ୍ୟସ୍ତ ହୋଇ ପଡ଼ନ୍ତା। ଥଣ୍ଡା ଜ୍ୱର ହେଲେ ବି ଡାକ୍ତର ପାଖକୁ ଧାଆନ୍ତା। ଏମିତି ଏକ ସ୍ନେହ ବୋଳା ଭାବନା ସହିତ ବହୁ ମୃଦୁ ମଧୁର ଗୁଞ୍ଜନ ବିବାହିତ ଜୀବନ ସହିତ ଯୋଡ଼ି ହୋଇଯାଏ। ହେଲେ କାହିଁ ସେ ସୁଦିନ? କେହି ଆସୁନଥିଲେ ତାର ଧୂସର ଜୀବନକୁ ସବୁଜ କରିବାକୁ। କେହି ତାକୁ କେଉଁଠି କେବେ ଭେଟିବାର, ଆପଣାର କରିବାର ପ୍ରତିଶ୍ରୁତି ଦେଇନଥିଲେ। ତଥାପି ତାର ଆଶା ଥିଲା କେବେ ନା କେବେ ତାର ସେଇ ବହୁ ଅପେକ୍ଷାର ମଣିଷଟି ସହିତ ଦେଖା ହେବ। ନିଶ୍ଚୟ ଦେଖା ହେବ, ଯିଏ ବଦଳାଇ ଦେବ ତାର ତମାମ ଜୀବନର ଇସ୍ତାହାର। ବିଳମ୍ବ ହେଲେ ହେଁ ସତକୁ ସତ ସେ ଆଶା ପୂରଣ ହେଲା। ଅଭିଳାଷ ସେଇ ପୁରୁଣା ସ୍ୱପ୍ନକୁ ବାସ୍ତବରେ ସାକାର କରିବାକୁ ଯେମିତି ଆଗେଇ ଆସିଲେ। ସେ ଦୁହେଁ ଏକା ଡିପାର୍ଟମେଣ୍ଟରେ କାମ କରୁଥିଲେ। 2 ବର୍ଷ ଏକାଠି କାମ କଲା ପରେ ପ୍ରୀତିର ଅନ୍ୟ ଏକ ଜାଗାକୁ ବଦଳି ହୋଇଯାଇଥିଲା ଓ ଦୁହେଁ ପରସ୍ପର ଠାରୁ ଦୂରେଇ ଯିବାଟା ହିଁ ଦୁହିଁଙ୍କୁ ପାଖକୁ ଟାଣି ଆଣିଥିଲା। ଦୁହେଁ ଭଲ ମନ୍ଦ ସମ୍ପର୍କରେ ଚିଠି ଲେଖୁ ଲେଖୁ ପରସ୍ପର ଜୀବନ ଭିତରକୁ ପଶି ଆସିଥିଲେ। କେହି ନ ପାରିଲେ ମଧ୍ୟ ଏକ ମୃଦୁ ଆବେଗିକ ସମ୍ପର୍କରେ ବାନ୍ଧି ହୋଇଯାଇଥିଲେ। ଅଭିଳାଷ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ପ୍ରୀତି ନିଜର ନିଷ୍ପତ୍ତି ହଠାତ୍ ଶୁଣାଇ ପାରିନଥିଲା। ଶେଷରେ ସେ ଠିକ୍ କରିଥିଲା, ନିଜେ ଯାଇ ସେ ଅଭିଳାଷକୁ ପସନ୍ଦ କରିଛି, ସାରା ଜୀବନ ସାଥୀ ଭାବରେ ତାକୁ ଆପଣାଇ ନେବାକୁ ଚାହେଁ ବୋଲି କହିବ। ତେଣୁ ଛୁଟି ନେଇ ସେ ତାର ପୁରୁଣା ଜାଗାରେ ପହଞ୍ଚିଲା। ଅଭିଳାଷ ତାର ରହିବା ପାଇଁ ତାଙ୍କ ଡିପାର୍ଟମେଣ୍ଟରେ ନୂଆ କରି ଜଏନ୍ କରିଥିବା ଝିଅଟି ସହିତ ବ୍ୟବସ୍ଥା କରିଥିଲେ। କ୍ଳାନ୍ତି ଯୋଗୁଁ ସେ ପରଦିନ ତାର ନିଷ୍ପତ୍ତି ଶୁଣାଇବ ବୋଲି ସ୍ଥିର କରିଥିଲା। ହେଲେ ରାତିକ ଭିତରେ ସବୁ କିଛି ବଦଳିଗଲା। ସ୍ୱପ୍ନ ଧୋଇଗଲା, ସମ୍ଭାବନା ଉଡ଼ିଗଲା। ଅଭିଳାଷ ଯେଉଁ ଝିଅଟି ସହିତ ତାର ରହିବାର ବ୍ୟବସ୍ଥା କରିଥିଲେ, ସେ ହିଁ ତାକୁ ଜଣାଇଥିଲା ସେ ଅଭିଳାଷଙ୍କୁ କେତେ ଚାହେଁ ବୋଲି। ସେମାନେ ପଢ଼ିଲା ବେଳକୁ ପରସ୍ପରକୁ ଜାଣନ୍ତି। ପୁଣି ଅଭିଳାଷଙ୍କୁ ନ ପାଇଲେ ସେ ଜୀବନ ହାରିଦେବ। ଅଭିଳାଷ ବି କୁଆଡ଼େ ତାକୁ ଆଉ ତା ପରର କଥା ସବୁ ଶୁଣିବାର ଅବସ୍ଥାରେ ନଥିଲେ ପ୍ରୀତି। ବାସ୍ତବତା ସାମ୍ନାରେ ଖେଳାଇ ଯାଇଥିଲା। ତାହେଲେ ଏଇ ସତ୍ୟକୁ ଦେଖାଇବା ପାଇଁ କ'ଣ ଅଭିଳାଷ ତାକୁ ଡାକିଥିଲେ? ଏତେ ବଡ଼ ଧକ୍କା! ଭଲ ପାଇବାର ମନଟି ତାର କାଚ ଭାଙ୍ଗିଲା ଭଳି ଝଣଝାଣ ହୋଇ ଭାଙ୍ଗି ଯାଇଥିଲା। ଆଉ ଯୋଡ଼ି ପାରିନଥିଲା ସେ। ତା ପରଦିନ ସକାଳେ ଅଭିଳାଷଙ୍କୁ ଦେଖା ନ କରି ସେ ଜରୁରୀ କାମ ଅଛି କହି ଫେରି ଆସିଥିଲା। ବାସ୍, ଏଇଠି କଟି ଯାଇଥିଲା ଜୀବନର ଗୋଟାଏ ଅଧ୍ୟାୟ। ଅଭିଳାଷ କିଛି ଲେଖିବା ଆଗରୁ ସେ ଦୀର୍ଘ ଚିଠିଟିଏ ଲେଖି ସବୁ ସମ୍ପର୍କର ଇତି କରି ଦେଇଥିଲା। ତା ପାଇଁ ସେ ନିରୀହ ଝିଅଟା କାହିଁ ଆତ୍ମହତ୍ୟା କରିବ? ସେ ବି ଦୁହିଁଙ୍କ ଭିତରେ କାହିଁକି ପ୍ରାଚୀର ସାଜିବ? ସେଇଥିପାଇଁ ସେ ଲେଖିଥିଲା, ତୁମକୁ ମୁଁ କେବେ ଜୀବନର ସାଥୀ କରିବାକୁ କି ସେଇ ରୂପରେ ଦେଖିବାକୁ ଚାହିଁନି ଅଭିଳାଷ। ତମେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ। ଏହାକୁ ଅଲଗା ଦୃଷ୍ଟିରେ ନ ନେବାକୁ ଅନୁରୋଧ। ଆମ ଜୀବନର ରାସ୍ତା ଅଲଗା। ପ୍ଲିଜ୍ ମୋତେ ଭୁଲ ବୁଝିବନି। ଅଭିଳାଷ ଉତ୍ତର ଦେଇନଥିଲେ। କିଛି ମାସ ପରେ ଅଭିଳାଷଙ୍କ ବାହାଘରର କାର୍ଡ଼ ସେ ପାଇଲା, କିନ୍ତୁ ସେ ଝିଅଟି ସହିତ ନୁହେଁ। ତାଙ୍କ ବାପା ଠିକ୍ କରିଥିବା ଅଜଣା ଝିଅଟି ସହିତ ଚୁପଚାପ ବେଦୀରେ ବସି ପଡ଼ିଥିଲେ। ଯାହା ପାଇଁ ପ୍ରୀତି ଅଭିଳାଷକୁ ତ୍ୟାଗ କରିଥିଲା, ତାର କ'ଣ ହେଲା ସେ ଆଉ ଜାଣିନାହିଁ। ଅଭିଳାଷଙ୍କ ସହିତ ତାପରେ ତାର ଆଉ ଦେଖା ହୋଇନାହିଁ। ମନ ଭିତରୁ କେବେଠୁ ପୋଛି ହୋଇଗଲାଣି କୋମଳ ସୂକ୍ଷ୍ମ ଭଲ ପାଇବାର କଢ଼ଟି। ସୁର ମଲ୍ଲାର ହଜିଗଲାଣି ଜୀବନର କଠୋର ବାସ୍ତବତା ଭିତରେ କେବେଠୁ। ତାପରେ ଗୁଡ଼ାଏ ବର୍ଷ ସଂଗ୍ରାମ ମୁଖର ଥିଲା। ନିଜର ରିସର୍ଚ୍ଚ, କ୍ୟାରିୟର, ଫିଲ୍ଡ ୱାର୍କରେ ସେ ବୁଡ଼ି ଯାଇଛି। ବିଭିନ୍ନ ଗାଁକୁ ଏ ସଂକ୍ରାନ୍ତରେ ସେ ଯାଇଛି। ବହୁ ପ୍ରକାରର ଲୋକଙ୍କ ସଂସ୍ପର୍ଶରେ ଆସିଛି। ଦାରିଦ୍ର୍ୟ ଦୁଃଖ ସହିତ ନୂଆ ଭାବରେ ପରିଚିତ ହୋଇଛି। ଲୋକେ ଯେ ଏତେ ଅଭାବ ଦାରିଦ୍ର୍ୟ ଭିତରେ ଥାଇପାରନ୍ତି, ଏ କଥା ତାକୁ ଆଶ୍ଚର୍ଯ୍ୟ କରିଛି। ତଥାପି ସେ ଦେଖିଛି ତାଙ୍କର ସୁନ୍ଦର ବନ୍ୟ ସଭ୍ୟତା। ତାର ଭିତରେ ଆଦିବାସୀ ସଂସ୍କୃତି ହଜିଯାଇ ନାହିଁ। ଅଭାବର ପେଟରେ ଭୋକ ସୃଷ୍ଟି ହୋଇଛି ସତ, ହେଲେ କଣ୍ଠରୁ ଗୀତ, ପାଦରୁ ଛନ୍ଦ, ମୁହଁରୁ ଲାବଣ୍ୟର ହସ ଲିଭିଯାଇ ନାହିଁ। ସେମାନଙ୍କ ଭିତରେ ନିଜର ଅସ୍ତିତ୍ୱକୁ ହଜାଇ ଦେଇଛି ପ୍ରୀତି।
ଜୀବନର ଖାଲିପଣ କିଛିଟା ଭୁଲି ଯାଇଛି। ଅନୁଭବ ତାକୁ ବୁଝାଇ ଦେଇଛି, ଜୀବନରେ ପାଇବା ହରାଇବା ସ୍ଥାୟୀ ନୁହେଁ। ଜୀବନ କେବଳ ବଞ୍ଚି ଅନ୍ୟକୁ ଆନନ୍ଦ ଦେବା ପାଇଁ। ଜୀବନର ଧାରା ଗୋଟାଏ ଛକରେ ଅଟକି ଯାଏନା। ଜୀବନ ବହୁ ବର୍ଣ୍ଣା ବହୁ ରୂପୀ। ଆଦିବାସୀ ସଂସ୍କୃତି ଉପରେ ଗବେଷଣା କରିବା ଭିତରେ ସେ ଅନେକ ପ୍ରକାରର ନୂଆ ଅନୁଭୂତି ପାଇଥିଲା। ଜୀବନରେ ଖୁସିର ଶେଷ ନାହିଁ। ଯେତେ ଦିନ ବଞ୍ଚିଛ ସୁଖ ଆନନ୍ଦରେ ଜିଅ। ନିଜର ବିଷାଦ ଅସହାୟତାକୁ ଜୀବନ ଉପରେ ଲଦି ଦେଇ ତାକୁ ଭାରାକ୍ରାନ୍ତ କରିଦିଅ ନା। ଯଦିଓ ଜୀବନରେ ଯେମିତି ଯିଏ ଚାହିଁଥାଏ ତାକୁ ସେମିତି ମିଳେ ନାହିଁ। ପାଇବା ଠାରୁ ଚାହିଁବାର ଜୀବନ ଅଲଗା। ତେଣୁ ପ୍ରୀତି ବୁଝି ଯାଇଥିଲା, ତାକୁ ବୁଝିପାରୁଥିବା ପ୍ରାଣ ଭରି ଭଲ ପାଉଥିବା ମଣିଷଟି ସହିତ ଏ ଜୀବନରେ ଆପାତତଃ କେବେ ବି ଦେଖା ହେବ ନାହିଁ। ଏହା ନିଶ୍ଚିତ ଭାବରେ ନିଷ୍ଠୁର ସତ୍ୟ। ତଥାପି ସେ ଆଉ ଭାଙ୍ଗି ପଡ଼ୁନଥିଲା କି ଦୁଃଖ କରୁନଥିଲା। ସୋମାଲିଆର ଉତ୍କଟ ଦୁର୍ଭିକ୍ଷ, ସମ୍ବାଦ ପୃଷ୍ଠାରୁ ବଧୂ ନିର୍ଯାତନା, ହତ୍ୟା, ବଳାତ୍କାର, ଆତ୍ମହତ୍ୟା, ଚୋରି, ଡକାୟତି, ମହାରାଷ୍ଟ୍ରର ଭୟଙ୍କର ଭୂମିକମ୍ପ, ବାରିପଦା ମଧୁବନରେ ଧର୍ମସଭାରେ ଭକ୍ତମାନଙ୍କର ଜୀବନ୍ତ ଦଗ୍ଧ, ପ୍ଲେନ୍, ବସ୍, ଟ୍ରେନ୍ ଇତ୍ୟାଦିରେ ଦୁର୍ଘଟଣା ଜନିତ ଶହ ଶହ ଲୋକଙ୍କର ମୃତ୍ୟୁ, ସନ୍ତ୍ରାସବାଦୀମାନଙ୍କର ଆତଙ୍କ ପ୍ରଭୃତି ତା ମନରେ ଜୀବନ ପ୍ରତି ଏକ ବିତୃଷ୍ଣା, ଅନିଶ୍ଚିତତା ସୃଷ୍ଟି କରି ସାରିଥିଲା। ତାର ମନେ ହୋଇଥିଲା ସେ ଆଜି ଯାଏଁ କେବଳ ସ୍ୱାର୍ଥପର ଭାବରେ ନିଜ ପାଇଁ ବଞ୍ଚି ଆସିଛି। ନିଜକୁ ଗୁରୁତ୍ୱ ଦେଇଛି, ନିଜ କଥା ଅଧିକ ଭାବିଛି, ନିଜ ସହ ଅନ୍ୟମାନଙ୍କର ତୁଳନା କରିଛି, ନିଜ ବ୍ୟକ୍ତିତ୍ୱ ଜାହିର କରିବାକୁ ଚେଷ୍ଟା କରିଛି। ଅଥଚ ଚାରିପଟରେ ଯେଉଁ ସମୟ ପରିବେଶ ଗଢ଼ି ଉଠିଛି ତାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛି। ତେଣୁ ଜୀବନର ବାକି ଦିନଗୁଡ଼ିକୁ ସେ ନଷ୍ଟ କରିବାକୁ ଦେବ ନାହିଁ। ଜୀବନର ଏହି ନୂଆ ଅନୁଭୂତି ଚେତନାର ଏକ ଅପୂର୍ବ ସ୍ପର୍ଶ ଭିତରେ ସେ ଅଲଗା ମଣିଷଟେ ପାଲଟିଗଲା। ଚାକିରି, ଗବେଷଣା ଓ ସମାଜ ସେବାରେ କଟିଗଲା ଗୁଡ଼ାଏ ବର୍ଷ। କେବେ ଯେ ବାର୍ଦ୍ଧକ୍ୟ ତା ଅଜଣାତରେ ପାଦ ଥାପିଲା ଜାଣିବାକୁ ଫୁର୍ସତ ପାଇଲା ନାହିଁ। ଆଜି ସେ ଜଣେ ପ୍ରତିଷ୍ଠିତ ମହିଳା, ବହୁ ସମ୍ମାନର ଅଧିକାରିଣୀ, ଛାତ୍ର ବତ୍ସଳା ଅଧ୍ୟାପିକା ଭାବରେ ନାଁ କରିଛି। ସମାଜ ସେବିକା ହିସାବରେ ତାର ଇଜ୍ଜତ ବଢ଼ିଛି। ତା ତତ୍ତ୍ୱାବଧାନରେ କେତେଜଣ ଡକ୍ଟରେଟ୍ ପାଇଲେଣି, ଆହୁରି କେତେଜଣ ଗବେଷଣାରତ। ଉନ୍ନତି ପ୍ରଶଂସାର ସର୍ବୋଚ୍ଚ ସିଡ଼ିରେ ସେ। ତଥାପି କେଜାଣି କେଉଁଠି ଗୋଟାଏ କିଛି ଅଟକିଯାଏ। ନିଜକୁ ଅନ୍ୟ ପ୍ରକାରେ ବିବିଧ ରୂପରେ ଦେଖିବାକୁ ଇଚ୍ଛା ହୁଏ। ଏଇ ଯେମିତି କାହାର ସ୍ତ୍ରୀ, କାହାର ମା, କାହାର ଭାଉଜ, କାହାର ଶାଶୁ। ସେଇ ଅସ୍ୱାଦିତ ଜୀବନ ତା ଚେତନାରେ କମ୍ପନ ଆଣେ। ଭାବେ କେଉଁ ଜୀବନଟା ନାରୀ ପାଇଁ ସତ୍ୟ, କେଉଁ ରୂପ ନାରୀକୁ ସାର୍ଥକତା ଆଣିଦିଏ। ନା ଦୁଇଟା ସାରା ସତ୍ୟ। ଦୁଇଟା ରୂପ ତାର ଦରକାର ଥିଲା। ଏହା ଯଦି ସତ ହୁଏ ତାହେଲେ ସେ କ'ଣ ଅସମ୍ପୂର୍ଣ୍ଣ ରହିଗଲା ଏ ଜନ୍ମ ପାଇଁ? ପୁଣି ପ୍ରୀତି ବର୍ତ୍ତମାନକୁ ଫେରିଆସେ। ତାର ଗବେଷଣା ଭିତରେ ବୁଡ଼ିଯାଏ, ମନେ ମନେ ହସେ। ପୃଥିବୀରେ କିଏ ପୂର୍ଣ୍ଣତା ପାଇଛି? କାହାର ଦୁଃଖ ନାହିଁ? ତାରି ଭିତରେ ତ ସଫଳତା ବାଛି ନେଇ ଜୀବନର ରାସ୍ତା ଖୋଜିବାକୁ ପଡ଼େ। ସେ ତ ରାସ୍ତା ହଜାଇ ନାହିଁ, ବର ରାସ୍ତା ଦେଖାଇଛି, ରାସ୍ତା ପାଲଟିଛି। ରାସ୍ତା ପାଲଟିଲା ବେଳେ ସେ ଭୁଲି ସାରିଛି ତାର ଏକ ଛୋଟ ଅତୀତ ଥିଲା ବୋଲି। ପ୍ରୀତି ପୁଣି ବୁଡ଼ିଯାଏ ନିଜ ଦର୍ଶନ ଭିତରେ। ତା ଘର ସାମ୍ନାରେ କାଗଜ ଫୁଲରେ ରଙ୍ଗ ଆସେ, ରଙ୍ଗ ଉଡ଼େ। ତାକୁ ସେ ଲକ୍ଷ୍ୟ କରେ, ନିଜକୁ ତୁଳନା କରେ, ଆଉ ଜୀବନର ବି ସାମ୍ନା କରେ। ଧନ୍ୟବାଦ।